ତାରିଣୀଙ୍କ 21ତମ ଜନ୍ମବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଯାତ୍ରା। ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡ ସ୍ଥିତ ମା ତାରିଣୀଙ୍କ 21ତମ ଜନ୍ମବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ସ୍ଥାନୀୟ ବଳରାମ ମନ୍ଦିର ଠାରୁ ପୂଜା ଅର୍ଚ୍ଚନା କରାଯାଇ 70ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷମାନେ କଳସ ଧାରଣ କରି ସହର ପରିକ୍ରମା ପୂର୍ବକ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ସ୍ଥାପନ କରିଥିଲେ। ପରେ ଯଜ୍ଞର ଅଧିବାସ ପୂଜା ଅନୁଷ୍ଠିତ ହୋଇଥିଲା। 7 ତାରିଖ ବୁଧବାର ଗୀତା ଯଜ୍ଞ ଓ 8 ତାରିଖ ଗୁରୁବାର ଦିନ ଚଣ୍ଡୀ ଯଜ୍ଞ ଓ ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ ଅନୁଷ୍ଠିତ ହେବ। ମୁଖ୍ୟ ପୂଜକ ଲିଙ୍ଗରାଜପତି, ମନ୍ଦିର ପୂଜକ ଆପୁଲ ରଣା, କର୍ତ୍ତା ଭାବେ ଅଭିମନ୍ୟୁ ବେହେରା ଓ ନୀଳକଣ୍ଠ ଦୋରା ପୂଜାକୁ ସମ୍ପାଦନ କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ମନ୍ମଥ ଦୋରା, ସଦସ୍ୟ କେଶବ ଚନ୍ଦ୍ର ବେହେରା, ଅଭିଜିତ ମହାପାତ୍ର, ସମ୍ବିତ ପଟ୍ଟନାୟକ, ସୌମ୍ୟବ୍ରତ ପତି ଓ ପବିତ୍ର ମୋହନ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।